ଓଡ଼ିଆ ସାହିତ୍ୟର ଧାରାକୁ ବଦଳାଇ ନୁହଁ ବରଂ ଶବ୍ଦର ମହାଜନୀ ଭାବକୁ ଅଧିକ ରସାଳ କରିବାରେ ଯାହାଙ୍କ ଭୂମିକାକୁ ଅସ୍ୱୀକାର କରାଯାଇ ନପାରେ ସେମିତି ରସମୟ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର, ଯାହାଙ୍କ ବାପା ଥିଲେ ଜଣେ ଚିତ୍ରକର ଆଉ ପୁଅ ଯଦୁମଣି ପାଲଟିଥିଲେ ଜଣେ ଶବ୍ଦଶିଳ୍ପୀ। ଗଞ୍ଜାମ ମାଟି ତାଙ୍କୁ ଜନ୍ମ ଦେଇଛି ସତ, କିନ୍ତୁ ନୟାଗଡ଼ ମାଟି ତାଙ୍କ ମେଧାର ବିକାଶରେ ହୋଇଛି ସହାୟକ। କେବେ ଦିନ ହୟଗ୍ରୀବ ମନ୍ତ୍ର ଦୀକ୍ଷା ନେଇ ସାଧନା ଆରମ୍ଭ କରିଥିବା ଯଦୁମଣି ମହାପାତ୍ର ସତକୁ ସତ ଏକ ତନ୍ଦ୍ରାଚ୍ଛନ୍ନ ମୁହୂର୍ତ୍ତରେ ଭଗବାନ ବିଷ୍ଣୁଙ୍କର ହୟଗ୍ରୀବ ରୂପକୁ ଦର୍ଶନ କରିଥିଲେ। ପିଲାଦିନୁ ଯେଣୁ କୌତୂହଳ ପ୍ରିୟ ଥିଲେ ଯଦୁମଣି। ଭଗବାନ ହୟଗ୍ରୀବଙ୍କୁ ରସିକତାରେ ପଚାରି ବସିଲେ ଯଦୁମଣି, ପ୍ରଭୁ ଆପଣ ଚାରି ହାତରେ ଚାରି ଆୟୁଧ ଧରିଛନ୍ତି, ନାକ ସୁଡ଼ୁସୁଡ଼ୁ କଲାବେଳେ ସିଂଘାଣୀ କେଉଁ ହାତରେ ପଛୁଛନ୍ତି? ଭଗବାନ ହୟଗ୍ରୀବ ଯଦୁମଣିଙ୍କୁ କହିଥିଲେ, ଶେଷରେ ମୋତେ ବି ରସିକତାର କମନୀୟ ଚାତୁରୀରେ ସମ୍ବୋଧନ କରିବା ଛାଡ଼ିଲୁନି। ହଉ ଯା, ମୁଁ ତୋତେ ଆଶୀର୍ବାଦ କରୁଛି, ଜଣେ ନିର୍ଭୀକ ହାସ୍ୟ ରସିକ ଭାବରେ ପ୍ରତିଷ୍ଠା ଲାଭ କରିବୁ। ତାହା ହିଁ ହେଲା। ଯଦୁମଣି ମହାପାତ୍ର ଜଣେ ଆଶୁ କବି ଭାବରେ ପ୍ରତିଷ୍ଠା ଲାଭ କଲେ। କବି ସୂର୍ଯ୍ୟ ବଳଦେବ ରଥଙ୍କ ସମସାମୟିକ କବି ଭାବରେ ଯଦୁମଣି ମହାପାତ୍ରଙ୍କ ଶବ୍ଦ ପ୍ରୟୋଗର ଧାରା ଆଜି ବି ମୁଗ୍ଧ କରେ। ଜଣେ ଲେଖକ ଭାବରେ ମୋତେ ଅନୁଭବ ହୁଏ, ସତରେ ମୋ ପୂର୍ବଜ କେତେ ବିଦ୍ୱାନ ଓ ବୁଦ୍ଧିମାନ ଥିଲେ। ସେତେବେଳର ନୟାଗଡ଼ର ରାଜା ବିନାୟକ ସିଂ ମାନ୍ଧାତା ବି ବିଶେଷ କରି ଯଦୁମଣିଙ୍କ ପ୍ରତିଭାରେ ଶବ୍ଦର ଚାତୁରୀରେ ମୁଗ୍ଧ ହୋଇଯାଉଥିଲେ। କବିତାରେ ରସ କଥା ଆସିଲେ, କବିତାରେ ହସ କଥା ଆସିଲେ ଏମିତି ମନେ ପଡ଼ୁଥାନ୍ତୁ ଯଦୁମଣି ମହାପାତ୍ର। ସେ ନିଜେ ଉତ୍କଳ ଘଣ୍ଟ ବୋଲି ସ୍ୱୀକାର ମଧ୍ୟ କରିଛନ୍ତି। କବିତାର କମନୀୟ ଆଉ ନମନୀୟ ଶବ୍ଦ ଚାତୁରୀରେ ଭଲେ ଭଲ ଖଣ୍ଟେ ଖଣ୍ଟ ଯେ ନବ ଦୁର୍ବାଦଳ ଶ୍ୟାମ କୃପାରୁ ମୋନାମ ଉତ୍କଳ ଘଣ୍ଟ ଯେ। ସବୁଥର ଜାନୁଆରୀ 8ରେ ଯଦୁମଣି ମହାପାତ୍ର ଆମର ମନେ ପଡ଼ି ଆମ ଚିତ୍ତକୁ ଚମକାଉଥାନ୍ତୁ। 1781ରୁ 1866 ଦୀର୍ଘ 85 ବର୍ଷ ଆମକୁ ଯଦୁମଣି ମହାପାତ୍ରଙ୍କ ସ୍ୱଦେହରେ ଉପସ୍ଥିତି ଆଜି ତାଙ୍କ ସାମଗ୍ରିକ କବିତା ସର୍ବସ୍ୱକୁ ଦେଖିଲେ ନିଅଣ୍ଟିଆ ଲାଗୁଛି। ଆହୁରି 85 ବର୍ଷ ଖାସ୍ ସିଏ ଥାନ୍ତେ ଆମ ସହ, କାଳର ନିଷ୍ଠୁର ସତ୍ୟକୁ ମାନିବାକୁ ବାଧ୍ୟ ହୋଇଥିବା ଯଦୁମଣି ସେଯାଏ ଆମ ମଗଜରେ ଥାନ୍ତୁ ଯେଯାଏ ଓଡ଼ିଆ ଭାଷା ଅଛି। ଚାକୁଣ୍ଡା ମଞ୍ଜିରୁ ଗଛଟିଏ ଦୈବାତ୍ ଯଦି ନ ଉଠିଲା, ମନେ ପଡ଼ୁଥାନ୍ତୁ ଆମର ଯଦୁମଣି। ଯଦୁମଣି ମନେ ପଡ଼ୁଥାନ୍ତୁ ନିକିତି ତୌଲ ସାନ ବଡ଼ ହେଲାବେଳେ। ହେ ଯଦୁମଣି, ତୁମେ ମନେ ପଡ଼ୁଥାଅ ଦର୍ପଣ ବିକିବାକୁ କେହି ବାହାରିଲେ ଅନ୍ଧ ଦେଶକୁ। ପ୍ରଣାମ କବି, ପ୍ରଣାମ ତୁମ କାବ୍ୟ ସମ୍ଭାରକୁ, ପ୍ରଣାମ ତୁମ ଶବ୍ଦ ପ୍ରୟୋଗର କମନୀୟ ଆଉ ନମନୀୟ କୌଶଳକୁ।